ସେଠି ପହଁରିବେ। ଇଏ ସବୁ ତାଙ୍କ ସାଙ୍ଗରେ ଚଢ଼ି ପିନ୍ଧିକି ତା ଭିତରେ ପହଁରା ପହଁରି ହେଇକି ସାବୁନ ମରାମରି ନଅରେ ଖୋଳା ହେଇଥିଲା। ଜଣେ ବିଧବା ମହିଳା ତାକୁ ଖୋଳିଥିଲେ। ସେଥିରେ 2 ବର୍ଷ ଶୁଖିଗଲା। ତାପରେ ସେଥିରେ ମାଛ ଚାଷ କରି ବବି ଦାସ ବହେ ପଇସା ଲୁଟି ଖାଇଗଲେ। ଦେଖିଲେ ଏଥିରେ ଭଲ ରୋଜଗାର ହେଉଛି। ତେଣୁ କୁସୁମାଟାକୁ ପୁରା ବାଗାବାଗି କରି ତା ଚାରିପଟେ ଆଲିସାନ ବଙ୍ଗଳା ଫଙ୍ଗଳା ତିଆରି କରି ସେଠି ଯାହା କରିବା କଥା ତାଙ୍କର ତାଣ୍ଡବ ସେ ଆରମ୍ଭ କଲେ। ଗରିବ ଲୋକ ଗୁଡ଼ାଙ୍କର ଘର ଦ୍ୱାର ଭାଙ୍ଗିଦେଲେ, ତାଙ୍କ ସମ୍ପତ୍ତି ସବୁ ନେଇଗଲେ, ନେଇକି କୁସୁମାଟାକୁ ବଢ଼େଇ କଲେ। କୁସୁମା ଏରିଆରେ ସବୁଦିନ ବହୁ ବଡ଼ ବଡ଼ ଗାଡ଼ି ଲାଗେ। ଜଣେ ମହିଳା କହିବା କଥା ତାଙ୍କର 3 ମହଲା ଗୋଟେ କୋଠା ଥିଲା। ସେ କୋଠାଟାକୁ 6 କୋଟି ଟଙ୍କା କହିକି ଭାଙ୍ଗି ଦେଇ ତାଙ୍କୁ 1.5 କୋଟି ଟଙ୍କା ଦେଲେ। ଦେଲା ପରେ ସେ କହିଲେ ମୋର ସିସି କ୍ୟାମେରାରେ ସବୁ ହେଇଥିଲା, କିନ୍ତୁ ମୋ ସିସି କ୍ୟାମେରା ଭାଙ୍ଗିକି ନେଇଗଲେ। ରାତି ଅଧରେ ସେଠିକି ଭଲ ଭଲ ବଡ଼ ବଡ଼ ଲମ୍ବା ଲମ୍ବା ଗାଡ଼ି ଯାଏ, ବହୁତ ଲୋକ ଯାଆନ୍ତି। ସେଠିକି ବେଶୀ ଯାଉଥିଲା କ୍ୟାପ୍ଟେନ୍ ଦିବ୍ୟ ସିଂ। ତାର ଟିକେ ନାଳୁଆ ଦୋଷ ଅଛି ତାର ଆଗରୁ, ସେଥିପାଇଁ ସିଏ ବେଶୀ ସେଠିକି ଯାଉଥିଲା। ତାପରେ ତମର ବବି ଦାସ ପଛପଟ ଗେଟ୍ ବାଟେ ପଶେ, ସେଠିକି ବହୁ ମହିଳା ଯାଉଥିଲେ। ପାଣ୍ଡିଆ ବି ସେଠିକି ଯାଉଥିଲା, ଦିବ୍ୟ ସିଂ ଯାଉଥିଲା, ନଣ୍ଡା ଜିତୁ ବି ଯାଉଥିଲା, ରାଜ ସାହୁ ଯାଉଥିଲା, ବେମକେଶ ଯାଉଥିଲା। ସେଠି ଗୋଟେ ବଡ଼ ରଙ୍ଗଶାଳା ଖୋଲା ହେଇଥିଲା। ସେଠି ପହଁରିବେ। ଇଏ ସବୁ ତାଙ୍କ ସାଙ୍ଗରେ ଚଢ଼ି ପିନ୍ଧିକି ତା ଭିତରେ ପହଁରା ପହଁରି ହେଇକି ସାବୁନ ମରାମରି। ମେନ୍ ରଙ୍ଗିଣୀ ତ ସବୁ ରଙ୍ଗିଣୀ ସେଠି ଥିଲେ। ଆଉ ମେନ୍ ରଙ୍ଗିଣୀ କ'ଣ, ସେଠି ଗୁଡ଼ାଏ ରଙ୍ଗିଣୀ ଥିଲେ। ସବୁ ଭଲ ଭଲ ରଙ୍ଗିଣୀକି ସେମାନେ ସେଠିକି ନେଉଥିଲେ। ଆଉ କମ୍ ବୟସ ରଙ୍ଗିଣୀ ଖୋଜିକି ସେମାନେ ନେଉଥିଲେ। କଲେଜ ଛୁଆ ଧରିକି ନେଉଥିଲେ। ପାଣ୍ଡିଆ ଯେଉଁଦିନ ଯିବ ସେଦିନ କେହି ସିଏ ଏକା 5-6ଟି ରଙ୍ଗିଣୀ ଧରି ତାଙ୍କ ସହିତ ଜଳ କ୍ରୀଡ଼ା କରେ। ଜଳ କ୍ରୀଡ଼ା ଭଗବାନ ଠାକୁରମାନେ ଜଳ କ୍ରୀଡ଼ା କରୁଥିଲେ। ଇଏ କହିଲା ମୁଁ ଟିକେ ସେଇଭଳି ଜଳ କ୍ରୀଡ଼ା କୃଷ୍ଣଙ୍କ ଭଳିଆ ଜଳ କ୍ରୀଡ଼ା କରେ। ହଁ, ପାଣ୍ଡିଆନ ସ୍ପେଶାଲ ନଥିଲା। ପାଣ୍ଡିଆନ ବବିଙ୍କର ପୁରା ଖାସ ଖାଣ୍ଟି ସ୍ପେଶାଲ ଥିଲେ। ଆଉ ପାଣ୍ଡିଆ ପଇସା ବବି ରଖୁଥିଲା, ବିଜେଡ଼ି ପଇସା ବବି ରଖୁଥିଲା। ତେଣୁ ପାଣ୍ଡିଆ ଯେଉଁଠି ଯାହା ଚୋରି କରି ଡକାୟତି କରି ଆଣୁଥିଲା ସବୁ ବବି ପାଖରେ ରହୁଥିଲା। କୁସୁମା ଏଠି ଯାହା ବଙ୍କର ଭିତରେ ମାଲ ପାଣି ରହୁଥିଲା, ଆଉ ବେଶୀ ରହୁଥିଲା କୁସୁମାରେ। କାରଣ କାଳେ ଏଠି ଧରା ପଡ଼ିଯିବ, କ'ଣ କରିବ, କୁସୁମାରେ ବେଶୀ ଟଙ୍କା ରହୁଥିଲା। ତେଣୁ କୁସୁମା ପୋଖରୀଟାକୁ ସିଏ ଖୋଳି ତାର ଚାରିପଟେ ଯେଉଁ ବଙ୍ଗଳା ତିଆରି କଲା, ସେ ବଙ୍ଗଳା ଦିହରେ ଖାଲି ନାରୀ ଧନ୍ଦା ଛଡ଼ା ଆଉ କିଛି ହେଲାନି। ଖାଲି ନାରୀ ଧନ୍ଦା। ବହେ ବଙ୍ଗାଳୁଣୀ ବି, ହଁ, ସେଠୁ କଲିକତାରୁ ବଙ୍ଗାଳୁଣୀ ବି ଆଣୁଥିଲେ। ଭଲ ଭଲ ବଙ୍ଗାଳୁଣୀ 18-20 ବର୍ଷିଆ ବଙ୍ଗାଳୁଣୀ ଆଣୁଥିଲେ। ଆଣିକି ତାଙ୍କୁ ଚଢ଼ି ବ୍ରା ପିନ୍ଧେଇ ସେ ଜଳ କ୍ରୀଡ଼ା କରେ କିଏ ଆମ ପାଣ୍ଡିଆ। ତେଣୁ ପାଣ୍ଡିଆଟାକୁ ମାନିବାକୁ ପଡ଼ିବ। ସେଟା ତାମିଲରୁ ଆସି ଓଡ଼ିଶାରେ ଗୋଟେ ରଙ୍ଗଶାଳା ଖୋଲିଦେଲା। ଆରେ ଓଡ଼ିଶାରେ ଜଇଁ ପୁଅ ବୋଲି କ'ଣ ଶଳା ଓଡ଼ିଶା ସାରା ଟୋକଳିତା ମାଇବ? ହଁ, ଇଏ ଗୋଟେ କଥା। ଓଡ଼ିଶା ସାରା ଟୋକଳିତା ମାଇବ? ଶାଳୀ ବୋଲି, ହଁ, ଶାଳୀ ଅଧା ଘର ବୋଲି। ଆଉ ହଁ, ସେଥିପାଇଁ ଶଳା ସମସ୍ତେ କ୍ରୀଡ଼ା କରିବ, ତାଙ୍କ ସାଙ୍ଗେ ଲୀଳା କରିବ। ଆଉ କାଲି ହାଇକୋର୍ଟରେ ପହଞ୍ଚନ୍ତି ଏଲିନା, ମିଡିଆକୁ ମୁଁ ଉଚିତ ଜବାବ ଦେବି ଉଚିତ ସମୟ ଦିଅ। ଆମ ପାଖରେ ଅଛି, ଆମେ ଖୋଲିବୁ। ତମ ପାଖରେ କ'ଣ କୋଉ ଅଛି ଦିଅ। ତମେ ସେଠି ତମର କିଛି ନାହିଁ, ଆମ ପାଖରେ ଅଛି। ତମେ ସେଠି କେମିତି ଯାଉଥିଲ, ସେଠି କ'ଣ କରୁଥିଲ, ଧର୍ମଶାଳାବାସୀଙ୍କ ପାଖରେ ସବୁ ଅଛି। ତାଙ୍କ ଆଡଭୋକେଟ କହୁଛନ୍ତି ଯେ ସବୁ ଯୋଉ ମିଡିଆ ବଜୁଛନ୍ତି ମୁଁ ତାଙ୍କୁ କୋର୍ଟକୁ ଟାଣି। ବଢ଼ିଆ କଥା। ଏ କୋର୍ଟକୁ ଯିବା ଲାଗି ଆମେ ଭାରି ଖୁସି। କୋର୍ଟକୁ ନ ଗଲେ କି ସାମ୍ବାଦିକ ତମେ? ଯଦି ସାମ୍ବାଦିକ ଗୋଟେ ହେଇଛ, ତମ ନାଁରେ ଗୋଟେ କେସ୍ଟେ ନ ହେବ, ତମେ ଟିକେ କୋର୍ଟରେ ଯାଇ ନ ଛିଡ଼ା ହେବ, ତମେ କି ସାମ୍ବାଦିକ? ତେଣୁ ସାମ୍ବାଦିକ ମାନେ ହିଁ କୋର୍ଟ। ଆଜ୍ଞା, ଆଡଭୋକେଟ କହୁଛନ୍ତି ଆମର ସେଥିରେ କିଛି ଦୋଷ ନାହିଁ। ସେ ଆଡଭୋକେଟ ବେମକେଶଟା କି ଜାଣିନି। ଏ କ'ଣ ଜାଣିଛି କହୁନୁ? ଏ ପୁରୁଷ କମିଶନର କରୁ କରୁ ଓକିଲ ହେଇଗଲା। ସେ କ'ଣ ଜାଣିଛି? ନାରୀ କମିଶନ କରିବାକୁ ଗଲେଣି ବର୍ତ୍ତମାନ। ସେ କରୁ, ନାରୀ ପୁରୁଷ କମିଶନର ଛାଡ଼ିଦେବେ, ନାରୀ କମିଶନର କରିବ। ଆଉ କରୁ, କେତେ କମିଶନର କରୁଛି କରୁ। ଆମେ ପୋଲ ଖୋଲିବା କଥା ଖୋଲିବୁ। ବେମକେଶ ଯଦି ବେଶୀ ଗହଳି କରି ଘଡ଼ଘଡ଼ି ମାରିବ, ସେ ଯେଉଁ ଚନ୍ଦ୍ରଶେଖରପୁରରେ ଯେଉଁ ଅନୁଷ୍ଠାନ କରିକି ଖେଳ କରୁଥିଲା, ତାକୁ ବି ଖୋଲିବୁ। ହଁ, କ'ଣ ନାହିଁ ଆମ ପାଖରେ? ଆରେ ଏଇନା କାହିଁ କହିବା? ସେ ଆଉ ଟିକେ ବଡ଼ ବଡ଼ ହଉ, ବଡ଼ ବଡ଼ ଏତିକିରେ ସେ ବୁଝିଯିବ
ସେ ଭଦ୍ରକିଲା କ'ଣ ଖୋଲିବା ଆରମ୍ଭ କରି ଆଜ୍ଞା ସେ କହୁଛନ୍ତି ଆମର ଦୋଷ ନାହିଁ, ସେ ଆମର ମାନେ